ଯାହା କହିଲେ ଏଇଟା ଯାଜପୁର ରୋଡ ପାଇଁ ଅଭିଶାପ କହିଲେ ଚଳେ। ଯେହେତୁ ଯାଜପୁର ରୋଡକୁ ରେଲ ଲାଇନ ବିଭାଗକୁ ବିଭକ୍ତ କରୁଛି, ଗୋଟିଏ ଭାଗ ସେପଟରେ ରହୁଛି, ଏପଟରେ ରହୁଛି। ସେପଟେ ବି ଅଧିକାଂଶ ଅଫିସ ଅଛି, ଏପଟେ ବି ଅଧିକାଂଶ ଅଫିସ ଅଛି। ଲୋକମାନେ ଯିବା ଆସିବା କରିପାରୁନାହାନ୍ତି। ବର୍ତ୍ତମାନର ଅବସ୍ଥା ଯାହା, ଯୋଉ ଗଳି ପୋଲ ହବା ଦ୍ୱାରା ସେଠି ଆଣ୍ଠୁଏ ନାକେ ପାଣି ଜମୁଛି। ସେ ଆଣ୍ଠୁଏ ପାଣି ଲୋକ ଯିବା ଆସିବା ବି କରିପାରୁନାହାନ୍ତି। ଗଳି ପୋଳ ଥାଇକି ଯା ନଥାଇକି ଯା। ଯଦି ଏଇ ଗଳି ପୋଲ ଯୋଉ ଟଙ୍କା ସାଂସନ ହେଇଥିଲା 5,19,00,000 ଟଙ୍କା, ଆକୁ ତଦନ୍ତ କରିବା ପାଇଁ କୋରେଇ ସଂଗ୍ରାମ ସମିତି ଦାବି କରିଛି। ଏ ସମ୍ପର୍କରେ ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ଆଉ ଡିଭିଜନ ମ୍ୟାନେଜରଙ୍କୁ ବି କରାଯାଇଛି। ତାକୁ ତଦନ୍ତ କରିବା ସଙ୍ଗେ ସଙ୍ଗେ ଇଏ ଗଳି ପୋଲକୁ ପୁନଃ ନିର୍ମାଣ ନ କରାଗଲେ କୋରେଇ ସଂଗ୍ରାମ ସମିତି ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବ। ତାର ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଅନ୍ୟାନ୍ୟ ଦଳମାନେ ବି ତାକୁ ସାମିଲ ହେବେ। ମୁଁ ଆପଣମାନଙ୍କୁ ଏଇ ବାର୍ତ୍ତା ଦେଉଛି।